श्रोता बंधु वर्तमान आरंभ करने जाऊँ आमर शिक्षाभित्तिक कार्यक्रम शिक्षा दर्पण। आज विषय वस्तु हूँ सप्तम श्रेणी साहित्य बहिर कविता तारा सूर्य। तारा सूर्य यार कवि होउछंती स्वभाव कवि गंगाधर मेहेर। स्वभाव कवि गंगाधर मेहेर। कवि परिचय स्वभाव कवि गंगाधर मेहेर 1862 मसीह पवित्र श्रावण पूर्णिमा तिथि वर्तमानर बरगड़ जिलार बरपाली ठारे जन्मग्रहण करथिले। स्वल्प शिक्षा लाभ करथिले मध्य उत्कृष्ट काव्य रचना करी से ओडिया साहित्यर श्रीवृद्धि करि पारिथिले। तांकर सृष्टि संपद गुड़िक मध्यरे तपस्विनी, इंदुमती, कीचक बोध, प्रणय बल्लरी, अर्घ्य थाली आदि प्रधान। विषय सूचना। तारा सूर्य कविताटी गंगाधर मेहेरंकर अर्घ्य थाली कविता संकलनरू गृहीत। एही कवितारे कवि आम सूर्य आम पाई महान बोली स्वाभिमानपूर्ण उक्ति प्रकाश करिछंती। आमर हित साधन करुथुबा सूर्य ही आमर स्मरणीय। हितकारीर हित को अस्वीकार करिबा आम देशरे निमक हारामी अटे बोली कवि एही कवितारे नीति वार्ता प्रदान करिछंती। आस कविताटिकु आवृत्ति करिबा। हे तारका गण किंबा दिश सान सान तुमे परा अछ केते रवि रश्मि मान दिवसे न दिशि किंबा रजनी रे दिश प्रभाकर होई तुम्भ मने भय किस जानिली तुमे सूर्यट सत आलोकित करू अछ निजर जगत आम्भ भास्कर को तुम्भ प्राजलोक सारा बोलुछंती गगनर क्षुद्र एक तारा तुम्भ राज्य तुम्भ आगे आम्भर भास्कर नदी संति तेणु दिने न हुआ भास्वर जाहाकू जे मंत दिसे ते मंत से भासे से कथारे महतंक की जाए की आसे तुम्भ राज्य तीय तुम्भे प्रचुर किरण तेणु सेठारे तीब तुम्भर विपण आम्भ राज्य आम्भर भी करे तम क्षय एणु आम्भे चाहूँ थाऊ तांकर उदय तुम्भे जेते बड़ हेले आम्भर की लाभ आम्भ तम नासिबाको नाही तो प्रभाव जे जहा रहित करे नलेले ता नाम आम्भ देश कहू ताको निमक हाराम। निमक हाराम। आपण माने शुणुछंती रेडियो गार्डन 90.4 कुलदस्ता। किछि मिठा महकर मु उपस्थापना करुछि जितेंद्र कुमार पंडा। पिला माने आस किछि शब्दर प्रतिशब्द जानिबा। प्रथम शब्दटी होछि सूर्य। सूर्यर प्रतिशब्द गुड़िक हला प्रभाकर, रवि, भास्कर, तपन, दिवाकर, दिनचारी, दिनकर, दीनबांधव, दिनमणि। द्वितीय शब्दटी है रजनी। रजनीर प्रतिशब्द गुड़िक है राति, विभावरी, जामी, जामिका, जामिनी, जामीरा, निरातपा, निशा, निषिद्ध, निषिथिनी। स्वभाव कवि गंगाधर मेहेर विरचित
ଏହି ପଦ୍ୟଟିର ବିଷୟବସ୍ତୁ ଜାଣିବା। ତାରକାମାନେ ରବି ପରି ରଶ୍ମିମାନ ହେଲେ ମଧ୍ୟ ସେମାନେ କାହିଁକି ସାନ ସାନ ଦିଶନ୍ତି ବୋଲି କବି ପ୍ରଶ୍ନ କରିଛନ୍ତି। ସେମାନେ ଦିନରେ ନ ଦିଶି କାହିଁକି ରାତିରେ ଦିଶନ୍ତି? ସୂର୍ଯ୍ୟ ହୋଇ ମଧ୍ୟ ସେମାନଙ୍କ ମନରେ କ'ଣ ଭୟ ଅଛି ବୋଲି କବି ଜାଣିବାକୁ ଚାହିଁଛନ୍ତି। କବି ଜାଣିପାରିଛନ୍ତି ଯେ ତାରକାମାନେ ପ୍ରକୃତରେ ସୂର୍ଯ୍ୟ ଅଟନ୍ତି। ସେମାନେ ନିଜର ଜଗତକୁ ଆଲୋକିତ କରୁଛନ୍ତି। ଆମ ରାଜ୍ୟର ସୂର୍ଯ୍ୟଙ୍କୁ ତାରକା ରାଜ୍ୟର ଲୋକମାନେ ଆକାଶର କ୍ଷୁଦ୍ର ତାରାଟିଏ ବୋଲି କହୁଛନ୍ତି। ସେହି ରାଜ୍ୟରେ ଆମର ସୂର୍ଯ୍ୟ ଦିନରେ ମଧ୍ୟ ଭାସ୍ୱର ହୋଇ ଦେଖାଯାଆନ୍ତି ନାହିଁ। କବି ମତ ପ୍ରକାଶ କରିଛନ୍ତି ଯେ ଯାହାକୁ ଯାହା ଯେଉଁ ପ୍ରକାରର ଦେଖାଯାଏ ତାହାକୁ ସେ ସେଇଭଳି କହିଥାଏ। ତେବେ ସେ କଥାରେ ମହତମାନଙ୍କର କିଛି ଯାଏ ଆସେ ନାହିଁ। କବିଙ୍କ ବିଚାରରେ ତାରକାମାନେ ନିଜ ରାଜ୍ୟରେ ପ୍ରଚୁର କିରଣ ଦିଅନ୍ତି, ତେଣୁ ସେଠାରେ ତାଙ୍କର ରବିପଣିଆ ଥିବ। ଆମ ରାଜ୍ୟରେ ଆମର ସୂର୍ଯ୍ୟ ଅନ୍ଧକାର ନାଶ କରୁଥିବାରୁ ଆମେ ତାଙ୍କର ଉଦୟ ଚାହିଁଥାଉ। ତାରକା ଯେତେ ବଡ଼ ହେଲେ ମଧ୍ୟ ଆମର ଅନ୍ଧକାର ନାଶ କରିବାକୁ ପ୍ରଭାବ ନଥିବାରୁ ଆମର କିଛି ଲାଭ ନାହିଁ। ଯିଏ ଯାହାର ହିତ କରେ ନା ତାହାର ନାମ ନ ନେଲେ ଆମ ଦେଶରେ ତାକୁ ଆମେ କହିଥାଉ ନିମ କାହାର। ଆସ କିଛି ସଂକ୍ଷିପ୍ତ ପ୍ରଶ୍ନ, ଏହାର ଉତ୍ତର ଜାଣିବା। ପ୍ରଥମ ପ୍ରଶ୍ନଟି ହେଉଛି ତାରା ସୂର୍ଯ୍ୟ କବିତାରେ କବି ପ୍ରଥମେ କାହାକୁ ସମ୍ବୋଧନ କରିଛନ୍ତି? ଏହାର ଉତ୍ତର ହେଉଛି ତାରା ସୂର୍ଯ୍ୟ କବିତାରେ କବି ପ୍ରଥମେ ତାରାଙ୍କୁ ସମ୍ବୋଧନ କରିଛନ୍ତି। ଦ୍ୱିତୀୟ ପ୍ରଶ୍ନଟି ହେଉଛି ନିମକ ହାରାମ କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି ହିତକାରୀର ହିତକୁ ସ୍ୱୀକାର କରୁନଥିବା ଲୋକଙ୍କୁ ନିମକ ହାରାମ ବୋଲି କୁହାଯାଏ। ତୃତୀୟ ପ୍ରଶ୍ନଟି ହେଉଛି ତାରା ସୂର୍ଯ୍ୟ କବିତାଟି କେଉଁ ମୂଳ ଗ୍ରନ୍ଥରୁ ଆନିତ? ଏହାର ଉତ୍ତର ହେଉଛି ତାରା ସୂର୍ଯ୍ୟ କବିତାଟି କବିଙ୍କ ଅର୍ଘ୍ୟଥାଳି କବିତାରୁ ଆନିତ। ଆସ ପ୍ରସଙ୍ଗ ସରଳାର୍ଥଟିଏ ଜାଣିବା। ଆମ୍ଭ ଭାସ୍କର କୁଟୁମ୍ବ ରାଜ୍ୟ ଲୋକ ସାରା ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା। ସଂଶିତ ପଦ୍ୟାଂଶଟି ତାରା ସୂର୍ଯ୍ୟ ଶୀର୍ଷକ କବିତାରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କବି ଗଙ୍ଗାଧର ମେହେର ରବି ରଶ୍ମିମାନ ସୂର୍ଯ୍ୟଙ୍କୁ ଏକ କ୍ଷୁଦ୍ର ତାରା ବୋଲି ମନେ କରୁଥିବା ହୀନମନ୍ୟମାନଙ୍କ ଚିନ୍ତାଧାରାର ବର୍ଣ୍ଣନା କରିଛନ୍ତି। ତାରକାମାନେ ରବି ରଶ୍ମିମାନ ହେଲେ ମଧ୍ୟ ସେମାନେ ସାନ ଦିଶୁଥିବାରୁ କବି ସଂଶୟ ପ୍ରକାଶ କରିଛନ୍ତି। ସେମାନେ ଦିନରେ ନ ଦିଶି ରାତିରେ ଦିଶୁଥିବାରୁ ସେମାନଙ୍କ ମନରେ କିଛି ଭୟ ଥିବାର ଆଶଙ୍କା କରିଛନ୍ତି। ତଥାପି ସେମାନେ ସତ ଏବଂ ରବି ରଶ୍ମିମାନ। ସେହିଭଳି ଆମ ରାଜ୍ୟର ସୂର୍ଯ୍ୟ ମଧ୍ୟ ସେମାନଙ୍କ ରାଜ୍ୟରେ ଗଗନର କ୍ଷୁଦ୍ର ତାରା ରୂପେ ପରିଗଣିତ। ବାସ୍ତବରେ ପ୍ରସଙ୍ଗଟି ପ୍ରଶଂସନୀୟ। ଏହି ସଂସାରରେ ଏମିତି କିଛି ଲୋକ ଅଛନ୍ତି, ଉପକାର ପାଇ ସେମାନେ ପୁଣି ଭୁଲି ଯାଆନ୍ତି। କାମ ଥିଲା ବେଳେ ସଙ୍ଗାତ ଭାଇ ଏମାନେ ହେବେ, କାମ ସରିଗଲେ ପଛରେ ପୁଣି ନାତଟି ଦେବେ। ଏମାନଙ୍କୁ ଯଦି ବିଶ୍ୱାସ ଭାଇ ତୁମେ କରିବ, ନିମକ ହାରାମେ ମାନେ ସତେ ତେବେ ଜାଣିବ। ରେଡିଓ ଗାର୍ଡେନ 90.4 ଗୁଲଦସ୍ତା କିଛି ମିଠା ମହକର।